ଜରାଜୀର୍ଣ୍ଣ ଅବସ୍ଥାରେ ହାଟବରଣ୍ଡି ଶବ ବ୍ୟବଚ୍ଛେଦ ଗୃହ ମରାମତି ପାଇଁ ସାଧାରଣ ଦାବି। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ହାଟବରଣ୍ଡି ସ୍ଥିତ ଶବ ବ୍ୟବଚ୍ଛେଦ ଗୃହର ଅବସ୍ଥା ଅତି ଶୋଚନୀୟ। ଉକ୍ତ ଘରର କବାଟ ଝରକା ସବୁ ଭାଙ୍ଗିରୁଜି ଯାଇଥିବା ବେଳେ କାନ୍ଥ, ଛାତ ଓ ଚଟାଣ ମଧ୍ୟ ଫାଟିଗଲାଣି। ଛାତ ଉପରେ ଘାସ ବୁଦା ସବୁ ଉଠି ଜଙ୍ଗଲ ପରି ହୋଇଛି। ଅନ୍ୟପଟେ ଶବ ବ୍ୟବଚ୍ଛେଦ ଗୃହର ରାସ୍ତା ମଧ୍ୟ ସଂକୀର୍ଣ୍ଣ ରହିଥିବା ଯୋଗୁଁ ମହାପ୍ରାଣ ଗାଡ଼ି ମଧ୍ୟ ଯିବା ଆସିବାରେ ବହୁ ସମସ୍ୟା ଦେଖାଯାଉଛି। ହାଟବରଣ୍ଡି ସିଏଚ୍ସି ପକ୍ଷରୁ ଉକ୍ତ ଗୃହର ମରାମତି ସାଙ୍ଗକୁ ଘରେ ବିଦ୍ୟୁତ ସଂଯୋଗ କରିବା ସହ ହେଲୋଜିନ୍ ଲାଇଟ୍ର ବ୍ୟବସ୍ଥା କରିବା, ପାଣିର ବ୍ୟବସ୍ଥା କରିବା ସାଙ୍ଗକୁ ହାତ ଧୋଇବା ପାଇଁ ମଧ୍ୟ ବ୍ୟବସ୍ଥା କରିବା ଓ ରାସ୍ତା ଚଉଡ଼ା କରାଯିବା ନେଇ ବାରମ୍ବାର ଦାବି ହେଉଛି। ହେଲେ ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବା ସିଏଚ୍ସି ପକ୍ଷରୁ ଅଭିଯୋଗ ମଧ୍ୟ ହେଉଛି। ଗୃହରେ ବିଦ୍ୟୁତ ଓ ପାଣିର ବ୍ୟବସ୍ଥା ନଥିବା ଯୋଗୁଁ ଅନେକ ସମସ୍ୟା ଦେଖାଦେଉଥିବା ଅଭିଯୋଗ ହେଉଛି। ତେଣୁ ପ୍ରଶାସନ ଯୁଦ୍ଧକାଳୀନ ଭିତ୍ତିରେ ଶବ ବ୍ୟବଚ୍ଛେଦ ଗୃହର ମରାମତି କାମ ଆରମ୍ଭ କରିବାକୁ ସ୍ଥାନୀୟ ଜନସାଧାରଣଙ୍କ ଦାବି ହେଉଛି। ରାଇଘରରୁ ତପନ କୁମାର ଦାସଙ୍କ ରିପୋର୍ଟ, ଭାରତ ଅନଲାଇନ ଟିଭି।